ମୁଁ ଜାଣିପାରେନି ବାପ ଘରକୁ ଆସିଲା ମାନେ ମୋ ଭିତରେ ଥିବା ଅଳସୁଆଟା କୋଉଆଡ଼ୁ ବାହାରି ପଡ଼େ। ଦେଖୁନାହାନ୍ତି କେତେ ବେଳ ହେଲାଣି। ତ ସକାଳୁ ଉଠିକି ଦେଖିଲା ବେଳକୁ ଆମର ମା ପଟେ ଭାତ ବସେଇ ସାରିଲେଣି। ହେଲେ ମୋର ତ ଆଉ କାହିଁ ନିଦ ଭାଙ୍ଗୁଛି। ବାପ ଘରକୁ ଆସିଲେ କିଏ କିଏ ସବୁ ଏମିତି କରନ୍ତି ମୋତେ ନିଶ୍ଚିତ ଜଣେଇବେ। ତ ସେତିକି ଭିତରେ ଆମର ମା ପଟେ ଗରମ ପାଣି ଟିକେ ଓହ୍ଲେଇ ଦେଇଥିଲେ, ଯେହେତୁ ମୋତେ ଥଣ୍ଡା। ଗୋଟେ ଦେଖିଲା ବେଳକୁ ଗୋଟେ ଗାଡ଼ିର ଚକ ମଧ୍ୟ ତାର ଖରାପ ହେଇଯାଇଛି ଆଉ ଏଠି ରଖିଦେଇଛି। ଗୋଟେ ମା ଆମର ରୋଷେଇ କରୁଛନ୍ତି, ଟମାଟୋ ଆଉ ଗେଣ୍ଡା ଝୋଳ କରୁଛନ୍ତି। ସେଥିରେ ଆମର ସାରୁ କିଛି ପକେଇଦେଲେ, ଆଉ ଲାଷ୍ଟରେ ମୁଁ ଟିକେ ଭିଡ଼ିଓ ପାଇଁ ବନେଇଦେଲି। ଆଉ ଏଠି ଆମର ରହିଛି କ୍ଷୀର ଆଣି ଦେଇଛନ୍ତି। ଏପଟେ ଆମର ଜଗୁଆଳି ରାତି ସାରା ଜଗିଥିଲା ତ ସେଥିପାଇଁ ଶୋଇପଡ଼ିଛି, ଚାହିଁକି ଶୋଇପଡ଼ୁଛି। ଆଉ ଦେଖିଲା ବେଳକୁ ଛାତ ଉପରେ ଯାଇକି ସବୁ ଗଛ ମରିଯାଇଛି। ବର୍ଷା ଦିନେ ହିଁ ଏଗୁଡ଼ା ଖାଲି ଗ୍ରୀନ୍ ଦେଖାଯାଏ। ତ ଆଜିର ଦିନଟି ବାପ ଘରେ ଏମିତି ଗଲା ମୋର। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।